କେସିଙ୍ଗାସ୍ଥିତ ବିଭିନ୍ନ ବ୍ୟାଙ୍କରେ ଜାତୀୟ ପତାକାକୁ ଅସମ୍ମାନ। ଆଜି ସମଗ୍ର ଦେଶ 78ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ମଧ୍ୟ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବିଭିନ୍ନ ରାଜନୈତିକ ଦଳ, କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ବଡ଼ ଧୁମ୍ଧାମର ସହିତ 78ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। କିନ୍ତୁ କେସିଙ୍ଗା ସହର ମଧ୍ୟରେ ଥିବା ବିଭିନ୍ନ ବ୍ୟାଙ୍କଗୁଡ଼ିକରେ ସ୍ୱାଧୀନତା ଦିବସ ପାଳନ କରାଯାଇ ନାହିଁ। କେବଳ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ସ୍ୱାଧୀନତା ଦିବସ ପାଳନ ସହିତ ପତାକା ଉତ୍ତୋଳନ ହୋଇଥିବା ବେଳେ ଅନ୍ୟ ବ୍ୟାଙ୍କଗୁଡ଼ିକ ଯଥା ଆଇସିଆଇସିଆଇ, ୟୁନିୟନ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, ଏଚ୍ଡିଏଫ୍ସି, ଆକ୍ସିସ୍ ବ୍ୟାଙ୍କ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଭଳି ବିଭିନ୍ନ ବ୍ୟାଙ୍କ ସକାଳ 10:30 ସୁଦ୍ଧା ଜାତୀୟ ପତାକା ଉତ୍ତୋଳନ କରିନଥିବା ଦେଖିବାକୁ ମିଳିଥିଲା। କାନାଡା ବ୍ୟାଙ୍କ ବିଳମ୍ବରେ ହେଲେ ସୁଦ୍ଧା ସ୍ୱାଧୀନତା ଦିବସ ପାଳନ କରିଥିବା ଦେଖାଯାଇଥିଲା। କାନାଡା ବ୍ୟାଙ୍କରେ ସକାଳ 9:30 ପର୍ଯ୍ୟନ୍ତ ପତାକା ଉତ୍ତୋଳନ ହୋଇନଥିବା ବେଳେ ନଗର ବିଜେପିର କିଛି କର୍ମକର୍ତ୍ତା ଓ କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ପତାକା ଉତ୍ତୋଳନ କରାଯାଇଥିବା ସୂଚନା ରହିଛି। ସମଗ୍ର ଭାରତ ଦେଶ ଆଜି ସ୍ୱାଧୀନତା ଦିବସକୁ ଧୁମ୍ଧାମର ସହିତ ପାଳନ କରୁଥିବା ବେଳେ କାହିଁକି କେସିଙ୍ଗା ସହରର ବିଭିନ୍ନ ବ୍ୟାଙ୍କ ପତାକା ଉତ୍ତୋଳନ କଲେ ନାହିଁ, ତାହାକୁ ନେଇ ସହର ସାରା ତୀବ୍ର ଅସନ୍ତୋଷ ଦେଖାଦେଇଛି। କଳାହାଣ୍ଡି କେସିଙ୍ଗାରୁ ଅନିଲ କୁମାରଙ୍କ ରିପୋର୍ଟ, ସତ୍ୟର ସ୍ୱର।